ବନ୍ଧୁମାନେ, ମନୁଷ୍ୟର ଜନ୍ମ କୌଣସି କାରଣ ଯୋଗୁଁ ହୋଇଛି। ସେହି କାରଣରୁ ମନୁଷ୍ୟର ଜନ୍ମ ସାର୍ଥକ ବୋଲି କୁହାଯାଏ। ତେବେ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ଦୁଇ ପ୍ରକାରର ହୋଇଥାନ୍ତି। କିଛି ମନୁଷ୍ୟ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କ ସହିତ ଏପରି ଏକ ଅଲୌକିକ ଶକ୍ତି କାମ କରିଥାଏ ଯାହାଦ୍ୱାରା ବ୍ୟକ୍ତି ଖୁବ୍ ସ୍ୱତନ୍ତ୍ର ହୋଇଥାଏ, ନିଜେ ଧର୍ମର ରାସ୍ତାରେ ଚାଲିବା ସହିତ ଅନ୍ୟର ମଧ୍ୟ ଭଲ ପଥ ପ୍ରଦର୍ଶନ କରାଇଥାଏ। ଆଜି ଆମେ ଏହିଭଳି 9ଟି ସଂକେତ ବିଷୟରେ କହିବୁ ଯାହା ଆପଣଙ୍କୁ ଅସାଧାରଣ ପ୍ରମାଣିତ କରିବ। ତେବେ ବନ୍ଧୁମାନେ, ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିଦିଅନ୍ତୁ। 1. ଯେଉଁ ବ୍ୟକ୍ତି କୌଣସି ବି ଭଲ କିମ୍ବା ଖରାପ ପରିସ୍ଥିତିରେ ନିଜର କର୍ମରୁ ବ୍ୟତୀତ ହୋଇନଥାଏ ଏବଂ କର୍ମ ଜାରି ରଖିଥାଏ, ସେହି ବ୍ୟକ୍ତି ଖୁବ୍ ସ୍ୱତନ୍ତ୍ର ହୋଇଥାଏ। ସେହି ବ୍ୟକ୍ତି ନିଷ୍ଠାର ସହିତ ନିଜ କାର୍ଯ୍ୟ କରିଥାଏ କାରଣ ତା'ର ନିଜ ଉପରେ ବିଶ୍ୱାସ ଥାଏ। ଏଭଳି ବ୍ୟକ୍ତି ନିଶ୍ଚୟ ସଫଳ ହୋଇଥାନ୍ତି। ଦ୍ୱିତୀୟ ବ୍ୟକ୍ତି ହେଉଛି ଯିଏ କେବେ ଅନ୍ୟର ଖରାପ ଚିନ୍ତା କରେ ନାହିଁ ଏବଂ ସବୁବେଳେ ଅନ୍ୟର ମଙ୍ଗଳ କାମନା କରିଥାଏ। ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ। କିନ୍ତୁ ଆଜିକାଲି ଏଭଳି ବ୍ୟକ୍ତି ଖୁବ୍ କମ୍ ଅଛନ୍ତି। 3. ଯେଉଁ ବ୍ୟକ୍ତି ନିଜର ଦୈନନ୍ଦିନ କାମ କରିବା ପରେ ବଳକା ସମୟରେ କିମ୍ବା ନିଜର ମହତ୍ତ୍ୱପୂର୍ଣ୍ଣ ସମୟରୁ ଅଳ୍ପ ସମୟ ବାହାର କରି ଭଗବାନଙ୍କୁ ପ୍ରାର୍ଥନା କରିବାରେ ବ୍ୟତୀତ କରିଥାଏ, ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ। ସେହି ବ୍ୟକ୍ତିଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ରହିଥାଏ। ଏଭଳି ବ୍ୟକ୍ତି କେବେ ବି ନିଜର ସମୟ ନଷ୍ଟ କରନ୍ତି ନାହିଁ। 4. ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟ କରିଥାଏ, ଦୁଃଖୀ ଗରିବଙ୍କୁ ଦାନ ଏବଂ ଆପଦ ସମୟରେ ପଶୁପକ୍ଷୀଙ୍କୁ ସାହାଯ୍ୟ କରିଥାଏ, ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ। ଏଭଳି ବ୍ୟକ୍ତି ଭଗବାନଙ୍କର ପ୍ରିୟ ହୋଇଥାନ୍ତି। ଏଭଳି ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧର୍ମ ମାନି ନିଅନ୍ତି। 5. ଯେଉଁ ବ୍ୟକ୍ତି ଅନ୍ୟ ସହିତ କେବେ ଅନ୍ୟାୟ ଅଧର୍ମର କରେ ନାହିଁ, ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ହୋଇଥାଏ। ଯେଉଁ ବ୍ୟକ୍ତି କେବେ ବି ଗର୍ବ କରି ଅନ୍ୟକୁ ତିରସ୍କାର କରେ ନାହିଁ, ସେ ଭଗବାନଙ୍କର ପ୍ରିୟ ଏବଂ ଅସାଧାରଣ ବ୍ୟକ୍ତିତ୍ୱ ହୋଇଥାଏ। 6. କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଭବିଷ୍ୟତ ବିଷୟରେ ଆଭାସ କରିପାରନ୍ତି, ଅର୍ଥାତ୍ ଆଗକୁ ଯଦି କୌଣସି ଭଲ ସମୟ କିମ୍ବା ଖରାପ ସମୟ ଆସୁଛି, ତେବେ ଏହି ବ୍ୟକ୍ତିମାନଙ୍କୁ ପୂର୍ବରୁ ଆଭାସ ହୋଇଥାଏ। ଏହା ସହିତ ଆଗାମୀ ସମୟରେ ହେବାକୁ ଯାଉଥିବା ଶୁଭ ଘଟଣା ବିଷୟରେ ମଧ୍ୟ ଏମାନଙ୍କୁ ଇଙ୍ଗିତ ମିଳିଥାଏ। 6. କିଛି ବ୍ୟକ୍ତିଙ୍କୁ ଭଗବାନ ପାଖରେ ଥିବାର ସଂକେତ ମିଳିଥାଏ, ଯେମିତିକି ସବୁବେଳେ ଧୂପ, ଦୀପ, ଫୁଲ, ଚନ୍ଦନ ମହକ ଅନୁଭୂତ ହେଉଥିଲେ ଏହା ଭଗବାନଙ୍କର ପାଖରେ ଉପସ୍ଥିତ ରହିବାର ସଂକେତ ଅଟେ। କିନ୍ତୁ ଏଭଳି ଅନୁଭବ ଖୁବ୍ କମ୍ ଲୋକଙ୍କୁ ପ୍ରାପ୍ତ ହୋଇଥାଏ, ଯିଏକି ସାଧାରଣ ହୋଇଥାନ୍ତି। 8. ଶାସ୍ତ୍ରରେ ସକାଳୁ ଉଠିବାର ଉପଯୁକ୍ତ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ମୁହୂର୍ତ୍ତରେ ଉଠୁଥିବା ଲୋକ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି। କିନ୍ତୁ ଯେଉଁ ବ୍ୟକ୍ତିଙ୍କର ନିଦ ବ୍ରହ୍ମ ମୁହୂର୍ତ୍ତରେ ଭାଙ୍ଗିଯାଏ, ସେମାନେ ଅଲୌକିକ ହୋଇଥାନ୍ତି ଏବଂ ଖୁବ୍ ସ୍ୱତନ୍ତ୍ର ହୋଇଥାନ୍ତି। ଏହି ସମୟରେ ଉଠୁଥିବା ଲୋକ ଖୁବ୍ ଜ୍ଞାନୀ ହୋଇଥାନ୍ତି ଏବଂ ଏମାନଙ୍କ ଉପରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଥାଏ। 9. ଅନେକ ସମୟରେ ଲୋକେ ଭଜନ କୀର୍ତ୍ତନ ସମୟରେ କିମ୍ବା ପୂଜା କରିବା ସମୟରେ ଅନ୍ୟମନସ୍କ ହୋଇଥାନ୍ତି, ଯେଉଁ କାରଣରୁ ପୂଜା ବାଧାପ୍ରାପ୍ତ ହୋଇଥାଏ। କିନ୍ତୁ ଆଉ କିଛି ଲୋକ ଏହିସବୁ କାମରେ ଏତେ ଲିପ୍ତ ହୋଇଯାଆନ୍ତି ଯେ ଏମାନଙ୍କୁ ଆଖପାଖରେ କ'ଣ କାମ ହେଉଛି ତାହା ଜଣାପଡ଼ି ନଥାଏ। ଏମାନଙ୍କୁ ଭଗବାନଙ୍କଠାରୁ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।